ପହେଲା ପହେଲା ଦେଖୁଥିଲୁ ଯେ ଲାଜେଉଥିଲୁ ଲାଜେଉଥିଲୁ। ବାହାଘର ମାନେ କ'ଣ ତମେ ବୁଝୁଛ ମତେ ଟିକେ କହିଲ? ବାହାଘର ମାନେ ହେଲା ଜୀବନର ସବୁଠାରୁ ପବିତ୍ର ବନ୍ଧନ, ଯୋଉଠି ଦୁଇଟି ମନ ଦୁଇଟି ହୃଦୟ ଆଉ ଦୁଇଟି ଆତ୍ମାର ମିଳନ ହୁଏ। ତମ ମାଷ୍ଟର କିଏ ତମକୁ ଏଇଆ ବୁଝେଇଛି ସେ? ଏ ଶୁଣ, ବାହାଘର ମାନେ ହେଉଛି ଦୁଇ ଜଣ ପ୍ରାପ୍ତବୟସ୍କ ଯୁବକ ଯୁବତୀ ଗୋଟିଏ ବିଛଣାରେ ଗୋଟିଏ କମଳ ଘୋଡ଼େଇ ହେଇ ଶୋଇବାର ଲାଇସେନ୍ସ। କ'ଣ ଲୁଗା କାଲି ଖସି ପଡ଼ିଲା ତମ? ଲାଇସେନ୍ସ କରିନ? ମୁଁ ଆଜି କରିଦେବି, କ'ଣ ଅସୁବିଧା? ଆରେ ବାବା, ନାରୀର ଦେହ ସୁଖ ବ୍ୟତୀତ ନାରୀ ପୁରୁଷର କୌଣସି ଆବଶ୍ୟକତାରେ ଆସିବନି। ଆଉ ଏ ଯୋଉ ଭଲ ପାଇବା ଧନ ମୋ ଗିଲୁଟେ ପୁଚୁ ଏଟା ସବୁ ବକବାସ। ତାହେଲେ ତମେ ମତେ ବିବାହ କରୁଛ କ'ଣ ପାଇଁ? ସେଇ ଦେହ ସୁଖ ପାଇଁ। ବିକ୍ରମ, ତମେ ଜାମୁକୋଳି ଖାଇଛ ନା କେବେ? ଜାମୁକୋଳି ମଜା ପାଇନା ତମେ? ଆଚ୍ଛା ହଉ, ଜାମୁକୋଳି ନ ଖାଅ, ଜାମୁକୋଳି ଗପ ଶୁଣିଥିବ। କୁମ୍ଭୀର ମାଙ୍କଡ଼ ଜାମୁକୋଳି। କୁମ୍ଭୀର ପାଟିରେ ଜାମୁକୋଳି ବାଜିଗଲା ପରେ କୁମ୍ଭୀର କ'ଣ ଭାବିଲା? ଆରେ ହେ, ଏ ଜାମୁକୋଳି ଯଦି ଏତେ ସୁଆଦିଆ, ଏ ଜାମୁକୋଳିକୁ ଯୋଉ ମାଙ୍କଡ଼ ସବୁଦିନ ଖାଉଛି କଲିଚାଟା କେଡ଼େ ସୁଆଦିଆ ହେଇନଥିବ। ଠିକ୍ ସେମିତି ତମ ବଡ଼ ଭଉଣୀକୁ ଉପଭୋଗ କରିସାରିବା ପରେ ମୁଁ ଭାବିଲି, ଛଡ଼ା ବଡ଼ ଏତେ ଶାନ୍ତି ଦଉଛି, ସାନ କ'ଣ ନ ଦବ? ତାହେଲେ ସେଇଥିପାଇଁ ବାହା ହେଇଗଲି। ତାହେଲେ ତମକୁ ତ ଉପଭୋଗ କରିବା କଟିକି ନେଇ ଆସିଛ। ହଁ ସ୍ତ୍ରୀ ହିସାବରେ ନୁହଁ, ବାହାଘର ବେଦୀ ମନ୍ତ୍ରପାଠ ଏସବୁ କ'ଣ ଭୁଲ ଥିଲା? ବ୍ରାହ୍ମଣର ଗଲୁ କରୁଥିଲା କି ବୁଲୁଥିଲା? ଠିକ ଅଛି। କ'ଣ? ମୁଁ ଏବେ ଏଉଠୁ ଆମ ଘରକୁ ଚାଲିଯିବି ଏବେ। ମୁଁ କ'ଣ ଭାବୁଛ ପଳେଇଲ? ତମ ଥିଲା ଡିରେକ୍ସନ ପଳେଇଆର? ସିନ୍ ହବ ନା ନାଇଁ? ମୁଁ କିଏ? ରାଜକୀୟ ଷ୍ଟାଇଲରେ ତା ଚଉଠି କରି ଗଜଦନ୍ତ ପଲଙ୍କ ଉପରେ ମହାରାଜା ମାନେ ଏଇ ଷ୍ଟାଇଲରେ ବସିଥିବେ। ମହାରାଣୀ ଭିତରୁ ଆସିବେ, ଡାକଟାଇ ଦେବେ, ତା ଭିତରୁ ଆସିବୁ ଡାକିବୁ ସେଇଠି। ଏଇଠି ଶୁଭୁଛି? ହଁ, କ'ଣ କହିବ ପ୍ରିୟ? ଚାଲୁନ ଭିତରକୁ ଯିବା। ଓ ମାଇ ଗଡ୍, ବସୁନ। ଏଟା ଗୋଟେ ଲାଗିଲା ଏଟା। ମହାରାଜା ମାନଙ୍କୁ ସର୍ବପ୍ରଥମେ ମହାରାଣୀ ମାନେ ସୁରାପାନ କରାନ୍ତି। ଖୋଲିଦେଲି, তুমি ପିଇଦିଅ। ଏଇଟା ମଝିରେ ଅଖାଡ଼ୁଆ କରୁଛି ନୁହଁ? ତାପରେ ସମ୍ମୁଖରେ ଥିବା ନର୍ତ୍ତକୀ ମାନେ ମୁଜୁରା କରନ୍ତି। ଏଠି ତ ନର୍ତ୍ତକୀ ନାହାନ୍ତି, ତମେ ଟିକେ ମୁଜୁରା କର ନା। କାଣା ହେଲା? କାଣା ହେଲା ସଜନୀ? ହେଲା ପହେଲା ପହେଲା ଦେଖୁଥିଲୁ ଯେ ଲାଜେଉଥିଲୁ ପହେଲା ପହେଲା ଦେଖୁଥିଲୁ ଯେ ସାଂସାତି ବିଲେ ଚହରା ଦେଇକି
ହେଇଗଲା ସଜନୀ